ଏହି ବର୍ଷ ଏକ ଅତ୍ୟନ୍ତ ଦୁର୍ଲଭ ଏବଂ ପୁଣ୍ୟଦାୟୀ ତିଥି ମାଘ ମାସ ଶୁକ୍ଳ ସପ୍ତମୀ 25 ଜାନୁଆରୀରେ ଯେଉଁ ବ୍ରତ କରିବା ଦ୍ୱାରା ସମସ୍ତ ପାପନାଶ ହୋଇଥାଏ ଏବଂ ଜୀବନରେ ସୁଖ ସମୃଦ୍ଧି ଓ ସୌଭାଗ୍ୟ ଅନେକ ଗୁଣ ବୃଦ୍ଧି ହୋଇଥାଏ। ଏହି ଦିନ ପ୍ରାତଃ ପୁଣ୍ୟ ସ୍ନାନ କରି ବ୍ରତ ରଖନ୍ତୁ ଏବଂ ଗୁରୁଦେବଙ୍କ ପୂଜନ କରନ୍ତୁ। ଏହାଦ୍ୱାରା ଆପଣଙ୍କୁ ସମ୍ପୂର୍ଣ୍ଣ ମାଘ ମାସର ସ୍ନାନ କରିବାର ପୁଣ୍ୟ ଫଳ ସହ ବର୍ଷ ସାରା ରବିବାର ବ୍ରତ କରିବାର ଫଳ ମଧ୍ୟ ପ୍ରାପ୍ତ ହୁଏ। ବର୍ଷର ରବିବାର 52 ଦିନ ଏବଂ ପୁରା ମାଘ ମାସର ରବିବାରକୁ ଛାଡ଼ି 26 ଦିନ ମାନେ ମୋଟ 78 ଦିନ ବ୍ରତ କରିବାର ଲାଭ ଆପଣଙ୍କୁ ମିଳିବ। ଜାନୁଆରୀ 25 ତାରିଖ ମାଘ ଶୁକ୍ଳ ସପ୍ତମୀ ଦିନ, ତେଣୁ ଏହି ବ୍ରତ ଅବଶ୍ୟ କରନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ଜଣାନ୍ତୁ। ହଁ, ସେହି ରବିବାର ଦିନ ବିଜୟା ସପ୍ତମୀ ମଧ୍ୟ ଅଛି, ଯାହାର ସ୍ୱତନ୍ତ୍ର ଏକ ଅଲଗା ପ୍ରକାର ମହିମା ରହିଛି। ଅନ୍ୟ ଏକ ଭିଡ଼ିଓରେ ଜାଣିବା, ସେ ପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଏହି ବିଷୟରେ ସେୟାର ମଧ୍ୟ କରନ୍ତୁ। ହରି ଓମ୍।